ପିଲାମାନେ ୱେଲକମ୍ ଟୁ ଭିଜନ ଷ୍ଟଡି ଓଡ଼ିଶା। ଆଜି ଆମେ ବିଜ୍ଞାନ ବହିରେ ଥିବା ଅଣୁଜୀବ ଜଗତ ଯୋଉଟାକି ଦ୍ୱିତୀୟ ଅଧ୍ୟାୟ ତାର କ୍ୱେଶ୍ଚନ ଆନ୍ସର ଆଲୋଚନା କରିବା। ଦେଖ ପିଲାମାନେ, ପ୍ରଥମ କ୍ୱେଶ୍ଚନ କଣ କହିଲା, ଏକ କୋଷରେ ବିଭିନ୍ନ ଅଂଶ ତଳେ ଦିଆଯାଇଛି। କଣ କଣ ନା ନ୍ୟଷ୍ଟି, କୋଷ ଜୀବକ, ହରିତ ଲବକ, କୋଷ ଭିତ୍ତି, କୋଷ ଝିଲ୍ଲି, ନ୍ୟୁକ୍ଲିୟର। ତ ଏଇଗୁଡ଼ା ଆମେ ଏଇ ଯେ ତୁମର ଭେନ୍ ଡାଇଗ୍ରାମ ବହି ଦେଇଛି କେଉଁଠି ରଖିବା ତାପରେ ଆମେ ଆଲୋଚନା କରିବା। ତ ଦେଖ ପିଲାମାନେ, ମୁଁ ତୁମ ପାଇଁ ପିଡିଏଫ୍ ପ୍ରସ୍ତୁତ କରିଛି। ଏଠି ମୁଁ ତ ଡାଇରେକ୍ଟଲି ସେମିତି ଲେଖିକି କହିପାରିବିନି, ତ ସେଥିପାଇଁ ମୁଁ ତୁମ ଉପରେ ନ୍ୟଷ୍ଟି କେଉଁଠି କେଉଁଠି ରହିବ କହିଦେବି, ତୁମେ ସେ ଅନୁସାରେ ରଖିଦେବ। ଦେଖ ଯେମିତିକି ଏଇଠି ନ୍ୟଷ୍ଟି ଲେଖିଲି, এটা ଲେଖିଲି କଣ, ଏହା ଉଦ୍ଭିଦ ଏବଂ ପ୍ରାଣୀ କୋଷରେ ଥାଏ। ତ ତମେ ଏଇଠି ଦେଖିବ ପ୍ରାଣୀ କୋଷ ଉଦ୍ଭିଦ କୋଷ, ତା ଭିତରେ ଯେଠି ଦି ଜଣ ଇଣ୍ଟରସେକ୍ଟ କରୁଛନ୍ତି ଏଇ ଜାଗା ରଖିଦବ। ଦେଖୁଛ ମୋ ମାଉସ କର୍ସର ଯୋଉଠି ଅଛି ସେଇଠି ରଖିବ, ଏଠି ରଖିବନି, ଏଠି ରଖିଦେଲେ ତିନିଟା ଶ୍ରେଣୀର ବୁଝେଇବ, ବୁଝିଲ। ତ ଏଠି ୱାଇଜଲି ତୁମେ ରଖିବ। ତ ନ୍ୟଷ୍ଟି କେଉଁଠି କେଉଁଠି ରହିଲା ନା ଏହା ଉଦ୍ଭିଦ ଏବଂ ପ୍ରାଣୀ କୋଷରେ ଥାଏ, ବ୍ୟାକ୍ଟେରିଆ କୋଷରେ ନଥାଏ। ଆଉ ଟିକେ ଆଡିସନାଲ ଇନଫର୍ମେସନ ମୁଁ ତମ ପାଇଁ ଏଠି ଲେଖିଛି, ଏହା କୋଷର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରେ। କିଏ? ନ୍ୟଷ୍ଟି। ସେଇଭଳିଆ ସାଇଟୋପ୍ଲାଜମ ବା କୋଷ ଜୀବକ, ଏହା ଏକ ଜେଲି ସଦୃଶ ପଦାର୍ଥ ଯାହା କୋଷକୁ ପୂର୍ଣ୍ଣ କରିଥାଏ। ତ ଏହା ଆକ୍ଚୁଆଲି କୋଷକୁ ଟିକେ ଆକାର ଦେଇଥାଏ। ବିନା ସାଇଟୋପ୍ଲାଜମରେ କୋଷ ଟେମ୍ପିଡ଼ି ଯିବ। ତ କୋଷ ଭିତରେ ଯେତେବେଳେ ଆମେ ସାଇଟୋପ୍ଲାଜମ ରଖିବା, କିମ୍ବା ସାଇଟୋପ୍ଲାଜମ ଯୋଗୁଁ ହିଁ କୋଷର ଗୋଟେ ଆକାର ଆସୁଛି। ଆଉ ଏଟା କେଇଠି ଥାଏ? ଏହା ସମସ୍ତ ଅଙ୍ଗୀକାରରେ ଥାଏ। ତାମାନେ ଏଟା ତିନିଟା ଶିରାରେ ରହିବ, ତାମାନେ ଏଇଠି ରଖିଦେବା ମଝିରେ, ଠିକ ଅଛି। ସେଇଭଳିଆ ଏବେ ହରିତ ଲବକ ପଢିବା। ହରିତ ଲବକ ନାଁରୁ ଜାଣିପାରୁଛ ଏଟା କେବଳ ଉଦ୍ଭିଦ କୋଷରେ ଥିବ। ତ ଏହା କେବଳ ଉଦ୍ଭିଦ କୋଷରେ ମିଳିଥାଏ। ଏହା ଆଲୋକ ଶ୍ଳେଷଣ ପାଇଁ ଦାୟୀ। ତ ଏଟା କେଇଠି ରଖିବ, ଯେଟା ହରିତ ଲବକ ଅଛି ତ ଉଦ୍ଭିଦ କୋଷ ଏଠି ନା ଏଇ ଜାଗାରେ ରଖିଦବ। ଇଣ୍ଟରସେକ୍ସନ ରଖିବନି, ଏଇଗୁଟା ଏଠି ରଖିବନି କି ଏଠି ରଖିବନି, ଏଇ ଫାଙ୍କା ଜାଗାରେ ରଖିବ, ଠିକ ଅଛି। ତିନିଟା ସରିଲା। ଏବେ କୋଷ ଭିତ୍ତି, ଏହା ଉଦ୍ଭିଦ ଏବଂ ବ୍ୟାକ୍ଟେରିଆ କୋଷରେ ମିଳିଥାଏ। ଏହା ସବୁଠାରୁ ବାହ୍ୟ ସ୍ତର ଗଠନ କରେ। ତ ଏଟା ଜାଣିଗଲ କେଇଠି ରୁହେ ଆଉ କେଉଁ କେଉଁ କୋଷରେ ରୁହେ ଜାଣିଗଲ, ଲେଖିଦବ, ତୁମେ ଚିତ୍ରରେ ଦର୍ଶାଇଦବ। ଏବେ କଣ ନା କୋଷ ଝିଲ୍ଲି ବା ସେଲ ମେମ୍ବ୍ରେନ, ଏହା ସମସ୍ତ କୋଷରେ ମିଳିଥାଏ। ଉଦ୍ଭିଦ ବ୍ୟାକ୍ଟେରିଆ କୋଷରେ ଏହା କୋଷ ଭିତରେ ପାର୍ଶ୍ୱରେ ଥାଏ, କିମ୍ବା ପ୍ରାଣୀ କୋଷରେ ଏହା ବାହ୍ୟ ସ୍ତରରେ ଥାଏ। ତ ଯାହା ବି ହଉ ଏଟା ତିନିଟା ଜାଗାରେ ଥାଏ। ତ ଏଇଠି ମଝିରେ ରଖିବ ପୁରା, ଯେଠି ଏଟାର ବି ଇଣ୍ଟରସେକ୍ସନ, ଏଟାର ବି ଇଣ୍ଟରସେକ୍ସନ, ଏଟାର ବି ଇଣ୍ଟରସେକ୍ସନ। ତ ଭେନ୍ ଡାଇଗ୍ରାମ ପିଲାମାନେ ମୁଁ ଆ ଉପରେ ଗୋଟେ ସର୍ଟ ମଧ୍ୟ ବନେଇଥିଲି, ତୁମେ ଯାଇକି ଦେଖିପାରିବ, ମୋ ୟୁଟ୍ୟୁବ ଚ୍ୟାନେଲରେ ଅଛି। ତ ଏଟା ଗଲା କଣ, କୋଷ ଝିଲ୍ଲି। ଏବେ ଲାଷ୍ଟ ଆଇଲା ନ୍ୟୁକ୍ଲିଆଇଡ। ତ ନ୍ୟୁକ୍ଲିୟର କଣ ନା ଏହା କେବଳ ବ୍ୟାକ୍ଟେରିଆ କୋଷରେ ମିଳିଥାଏ। ଏହା ହେଉଛି ସେହି ଅଞ୍ଚଳ ଯେଉଁଠାରେ ଡିଏନଏ ଅବସ୍ଥିତ ରୁହେ। ବ୍ୟାକ୍ଟେରିଆ କୋଷରେ ପ୍ରକୃତ ନ୍ୟଷ୍ଟି ନଥାଏ, ସେଥିପାଇଁ ସେଇ କେସରେ କେବଳ ନ୍ୟୁକ୍ଲିୟର ଥାଏ। ତ ନ୍ୟୁକ୍ଲିୟରଟା କେଉଁଠି ମିଳିଲା ଆମର ଆନ୍ସର ନା ବ୍ୟାକ୍ଟେରିଆ, ମାନେ ଏଇଠି ତୁମେ ରଖିଦବ, ଠିକ ଅଛି। ଏବେ 2 ନମ୍ବର ଦେଖା। 2 ନମ୍ବର କ୍ୱେଶ୍ଚନ କଣ କହିଲା ନା କହିଲା, ଆନନ୍ଦ ଦୁଇଟି ପରୀକ୍ଷା ନଳୀ ନେଇ ସେଗୁଡ଼ିକୁ କ ଏବଂ ଖ ଭାବରେ ଚିହ୍ନଟ କଲା। ସେ ପ୍ରତ୍ୟେକ ପରୀକ୍ଷା ନଳୀରେ ଦୁଇଟି ଲେଖାଏଁ ଚାମଚ ଚିନି ଦ୍ରବଣ ପକାଇଲା। ପରୀକ୍ଷା ନଳୀ ଖରେ ସେ ଏକ ଚାମଚ ଇଷ୍ଟ ପକାଇଲା। ତାପରେ ସେ ପ୍ରତ୍ୟେକ ପରୀକ୍ଷା ନଳୀର ମୁହଁରେ ଦୁଇଟି ଅଳ୍ପ ଫୁଲିଥିବା ବେଲୁନ ବାନ୍ଧିଦେଲା। ତାପରେ ସେ ଏହାକୁ ନେଇ ସୂର୍ଯ୍ୟ କିରଣ ଠାରୁ ଦୂରରେ ଏକ ଉଷ୍ଣ ସ୍ଥାନରେ ରଖିଲା। 3 ରୁ 4 ଦିନ ପରେ କଣ ହେବ ବୋଲି ତୁମେ ଅନୁମାନ କରୁଛ? ସେ ଦେଖିଲା ଯେ ପରୀକ୍ଷା ନଳୀ ଖ ସହିତ ସଂଲଗ୍ନ ବେଲୁନ ଫୁଲି ଯାଇଥିଲା। ଏହାର ସମ୍ଭାବ୍ୟ କାରଣ କଣ? ତ ପ୍ରଥମେ ଆଇର ଆନ୍ସର ଦେବା, ତାପରେ 2i ର ଆନ୍ସର ପଢିବା। ତ ଆଇର କ୍ୱେଶ୍ଚନର ଏଇ 4ଟା ଅପସନ ଅଛି। କଣ କଣ ନା ପରୀକ୍ଷା ନଳୀ ଖ ରେ ପାଣି ବାଷ୍ପୀଭୂତ ହୋଇଗଲା ଏବଂ ବେଲୁନକୁ ଜଳୀୟ ବାଷ୍ପରେ ପୂର୍ଣ୍ଣ କରିଦେଲା। ବି ର କଣ କହିଲା ନା ଉଷ୍ଣ ବାୟୁମଣ୍ଡଳ ପରୀକ୍ଷା ଟ୍ୟୁବ ଖ ଭିତରେ ଥିବା ବାୟୁକୁ ବିସ୍ତାରିତ କଲା, ଯାହା ଫଳରେ ବେଲୁନ ଫୁଲି ଉଠିଲା। ସେଭଳିଆ ସି ରେ କଣ କହିଲା ନା ଇଷ୍ଟ ପରୀକ୍ଷା ନଳୀ ଖ ଭିତରେ ଏକ ଗ୍ୟାସ ଉତ୍ପନ୍ନ କଲା, ଯାହା ବେଲୁନକୁ ଫୁଲାଇ ଉଠେଇଲା। ତାପରେ ଡି ରେ କଣ କହିଲା, ଚିନି ଉଷ୍ଣ ପବନ ସହିତ ପ୍ରତିକ୍ରିୟା କରି ଯାହା ବି କହିଲା। ତ ଏଟା ଆନ୍ସର ସି ହବ, ତମେ ଜାଣି ପାରୁଛ। ତ ସି ରେ କଣ କହିଲା, ଦେଖ ଏଠି ଆଇ ରେ ଲେଖିଛି ଆନ୍ସର ଉତ୍ତରରେ, ଇଷ୍ଟ ପରୀକ୍ଷା ନଳୀ ଖ ଭିତରେ ଏକ ଗ୍ୟାସ ଉତ୍ପନ୍ନ କଲା, ଯାହା ବେଲୁନକୁ ଫୁଲାଇ ଦେଲା। ତ ଆଇ ର ଆନ୍ସର ସରିଲା। 2i ରେ କଣ କହିଲା ଆগে ଆମେ କ୍ୱେଶ୍ଚନ ପଢିବା। ସେ ଆଉ ଏକ ପରୀକ୍ଷା ନଳୀ ନେଲା, ଯାହାର 1/4 ଅଂଶ ଚୂନ ପାଣିରେ ପୂର୍ଣ୍ଣ ଥିଲା। ସେ ପରୀକ୍ଷା ନଳୀ ଖ ରୁ ବେଲୁନକୁ ଏପରି ଭାବରେ ବାହାର
କଲା ଯେପରି ବେଲୁନ ଭିତରେ ଥିବା ଗ୍ୟାସ୍ ବାହାରକୁ ଯାଇପାରିବ ନାହିଁ। ସେହି ବେଲୁନକୁ ଚୂନ ପାଣି ଭିତରେ ଥିବା ପରୀକ୍ଷା ନଳୀ ମୁହଁରେ ବାନ୍ଧିଦେଲା ଏବଂ ତାକୁ ଭଲ ଭାବରେ ହଲାଇଲା। ସେ କଣ ଜାଣିବାକୁ ଚାହୁଁଛି ବୋଲି ତୁମେ ଭାବୁଛ? ଏହାର ଆନ୍ସର ଦେଖ ପିଲାମାନେ, ମୁଁ ଏଠି ତୁମର ବହୁତ ବଢିଆ ଭାବରେ ଲେଖିଛି। ଦେଖ, ସେ ପରୀକ୍ଷା କରିବାକୁ ଚାହୁଁଛନ୍ତି ଯେ ଉତ୍ପନ୍ନ ଗ୍ୟାସଟି ଅଙ୍ଗାରକାମ୍ଳ କି ନୁହେଁ। ତ ଅଙ୍ଗାରକାମ୍ଳ କେମିତି ଜଣା ପଡିବ ନା, ଯଦି ଚୂନ ପାଣି ଦୁଧିଆ ରଙ୍ଗରେ ପରିଣତ ହୁଏ ତେବେ ଏହା CO2 ର ଉପସ୍ଥିତି ନିଶ୍ଚିତ କରେ, କାରଣ CO2 ଚୂନ ପାଣି ସହିତ ପ୍ରତିକ୍ରିୟା କରି କ୍ୟାଲସିୟମ କାର୍ବୋନେଟ ଗଠନ କରେ। ଏହି ପ୍ରତିକ୍ରିୟାର ସମୀକରଣଟି ଏମିତି ଦେଖ ଲେଖା ହେଇଛି, CaOH2 ପ୍ଲସ୍ CO2 gives CaCO3 ପ୍ଲସ୍ H2O। 3 ନମ୍ବର କ୍ୱେଶ୍ଚନ କଣ କହିଲା ନା, ଜଣେ ଚାଷୀ ତାଙ୍କ କ୍ଷେତରେ ଗହମ ଚାଷ କରୁଥିଲେ। ସେ ଭଲ ଅମଳ ପାଇବା ପାଇଁ ସେ ମାଟିରେ ଯବକ୍ଷାରଜାନ ଯୁକ୍ତ ସାର ମିଶାଇଲେ। ପାଖ ପଡିଆରେ ଆଉ ଜଣେ ଚାଷୀ ବିରି ଫସଲ କରୁଥିଲେ। ତ ମେନ୍ ଏଇଠି ଗହମ ଆଉ ବିରି ଉପରେ ସବୁ ଜିନିଷ ନିର୍ଭର କରୁଛି। ତ ଏଠି ଆଉ ଜଣେ ଚାଷୀ ଯେ ବିରି ଫସଲ କରୁଥିଲେ, କିନ୍ତୁ ସେ ଭଲ ଫସଲ ପାଇବା ପାଇଁ ଯବକ୍ଷାରଜାନ ସାର ମିଶାଇବାକୁ ପସନ୍ଦ କଲେ ନାହିଁ। ଏହାର କାରଣ ଗୁଡ଼ିକ ଭାବି ପାରୁଛ କି? ଦେଖ, ଏଠି ଭଲ ଭାବରେ ତୁମର ଆନ୍ସର ଲେଖା ହେଇଛି। ଦେଖ, ବିରି କିମ୍ବା ଶିମ୍ବ ଜାତୀୟ ଫସଲରେ ଚେରରେ ରାଇବୋଜିୟମ ନାମକ ଏକ ବ୍ୟାକ୍ଟେରିଆ ଥାନ୍ତି। ତ ରାଇବୋଜିୟମର କାମ କଣ ନା, ଏହି ରାଇବୋଜିୟମ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ମାଟିରେ ସ୍ଥିରୀକରଣ କରେ, ଯାହା ଫସଲକୁ ପ୍ରାକୃତିକ ଭାବରେ ପୋଷକ ତତ୍ତ୍ୱ ଯୋଗାଇଥାଏ। ତେଣୁ ଏହି ଫସଲ ପାଇଁ ବାହାରୁ ଯବକ୍ଷାରଜାନ ସାରର ପ୍ରୟୋଗ କରିବା ଆବଶ୍ୟକ ନାହିଁ। ତ ବୁଝିଲେ ପିଲାମାନେ, କଣ ପାଇଁ ସେକେଣ୍ଡ ଚାଷୀ ନାଇଟ୍ରୋଜେନ ବା ଯବକ୍ଷାରଜାନ ଯୁକ୍ତ ସାର ପ୍ରୟୋଗ କଲେ ନାହିଁ। ଏବେ ଯିବା 4 ନମ୍ବରକୁ। ତନ୍ମୟ ନିଜ ବଗିଚାରେ 2ଟି ଗାତ କ ଓ ଖ କରିଲା। ଗାତ କ ରେ ଫଳ ପନିପରିବା ଚୋପା ସହିତ ଶୁଖିଲା ପତ୍ର ମିଶାଇଲା ଏବଂ ଗାତ ଖ ରେ ଫଳ ଓ ପନିପରିବା ଚୋପା କେବଳ ହିଁ ରଖିଲା, ସେଠି ଆଉ ଶୁଖିଲା ପତ୍ର ମିଶାଇଲା ନାହିଁ। ତାପରେ ଉଭୟ ଗାତକୁ ମାଟିରେ ଘୋଡ଼ାଇ ଦେଲା ଏବଂ 3 ସପ୍ତାହ ପରେ ପର୍ଯ୍ୟବେକ୍ଷଣ କଲା। ସେ କଣ ପରୀକ୍ଷା କରିବାକୁ ଚେଷ୍ଟା କରିଛି ତାକୁ ଡିସ୍କସନ ଆମେ କରିକି ଲେଖିବା। ଦେଖ, ବହୁତ ଭଲ ଭାବରେ ତୁମକୁ ଆନ୍ସର ଲେଖା ହେଇଛି। ତନ୍ମୟ ଏହି ପରୀକ୍ଷା ମାଧ୍ୟମରେ ଅପଘଟନ ବା ଡିକମ୍ପୋଜିସନ ପ୍ରକ୍ରିୟା ଉପରେ ବିଭିନ୍ନ ଉପାଦାନର ପ୍ରଭାବ ପରୀକ୍ଷା କରୁଛନ୍ତି। କଣ ନା, ଗାତ କ ରେ କଣ ସେ ଲକ୍ଷ୍ୟ କଲା ଦେଖିବା। ଏଥିରେ ପନିପରିବା ଚୋପା ଯବକ୍ଷାରଜାନ, ପନିପରିବା ଚୋପାରେ କଣ ଥାଏ? ଯବକ୍ଷାରଜାନ ହିଁ ଥାଏ। ତ ଏବଂ ଶୁଖିଲା ପତ୍ର, ଯେଟା କି ଅଙ୍ଗାରକ ତା ଭିତରେ ଅଛି, ତ ଏକ ସଠିକ ସନ୍ତୁଳନ ଥିବାରୁ ଅଣୁଜୀବ ମାନେ ଶୀଘ୍ର ଆବର୍ଜନାକୁ ସାରରେ ପରିଣତ କଲେ। ସାର ମାନେ ଜୈବିକ ସାର। କିନ୍ତୁ ଗାତ ଖ ରେ ଶୁଖିଲା ପତ୍ର ନଥିବାରୁ ଅପଘଟନ ପ୍ରକ୍ରିୟା ଧିମା ହେଲା ଏବଂ ପରୀକ୍ଷାରୁ ଜଣା ପଡେ ଯେ ଆବର୍ଜନାର ସଠିକ ମିଶ୍ରଣ ଦ୍ୱାରା ଉନ୍ନତ ମାନର ଜୈବିକ ସାର ଶୀଘ୍ର ପ୍ରସ୍ତୁତ କରାଯାଇପାରିବ। ତ ଏତିକି ଆନ୍ସର କେବଳ ଲେଖିବନି, ଆହୁରି ଦେଖ ତା ଉପରେ ଡିଟେଲ ଲେଖା ହେଇଛି। ଏହାର ମୁଖ୍ୟ କାରଣ ଗୁଡ଼ିକ କଣ? ଦେଖ, କାର୍ବନ ଓ ଯବକ୍ଷାରଜାନର ସନ୍ତୁଳନ, ଫଳ ଓ ପନିପରିବା ଚୋପା ଯେଟା କି ଯବକ୍ଷାରଜାନରେ ସମୃଦ୍ଧ ଏବଂ ଶୁଖିଲା ପତ୍ର ଯେଟା କି ଅଙ୍ଗାରକ ବା କାର୍ବନରେ ସମୃଦ୍ଧ ର ମିଶ୍ରଣ ଅପଘଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଗାତ କ ରେ ଏହି ସନ୍ତୁଳନ ଥିବାରୁ ସେଠାରେ ଶୀଘ୍ର ସାର ପ୍ରସ୍ତୁତ ହେବ, କିନ୍ତୁ ଗାତ ଖ ରେ ଅଙ୍ଗାରକ ନଥିଲା, ତେଣୁ ସେଠି ଧୀରେ ହେଲା। ତାପରେ ଲେଖିଲି, ଦେଖ, ଅଣୁଜୀବଙ୍କ କାର୍ଯ୍ୟ ଦକ୍ଷତା। ଅପଘଟନ କରୁଥିବା ଅଣୁଜୀବ ମାନେ ଶୁଖିଲା ପତ୍ର ଏବଂ ଓଦା ଆବର୍ଜନାର ମିଶ୍ରଣରେ ଅଧିକ ଭଲ ଭାବରେ କାର୍ଯ୍ୟ କରିପାରନ୍ତି। ଆଉ ଅପଘଟନର ହାର କଣ ନା, ସେ ପରୀକ୍ଷା କରୁଛନ୍ତି ଯେ ଶୁଖିଲା ପତ୍ର ମିଶାଇଲେ ଅପଘଟନ ପ୍ରକ୍ରିୟା ଶୀଘ୍ର ହେଉଛି କି ନାହିଁ। ଗାତ ଖ ରେ ଶୁଖିଲା ପତ୍ର ନଥିବାରୁ ସେଠିରେ ଅପଘଟନ ଧିମା ହୋଇପାରେ ଏବଂ ଦୁର୍ଗନ୍ଧ ମଧ୍ୟ ବାହାରିପାରେ। ସଂକ୍ଷେପରେ କହିଲେ, ସେ ଜାଣିବାକୁ ଚାହୁଁଛନ୍ତି ଯେ ଅପଘଟନ ପ୍ରକ୍ରିୟା ବା ଡିକମ୍ପୋଜିସନ ପ୍ରୋସେସ ପାଇଁ କେଉଁ ପରିସ୍ଥିତି ଅଧିକ ଅନୁକୂଳ। ଏବେ 5 ନମ୍ବର କଣ କହିଲା ଦେଖ, କହିଲା ନିମ୍ନଲିଖିତ ଅଣୁଜୀବ ମାନଙ୍କୁ ଚିହ୍ନଟ କର। ଆଇରେ କହିଲା, ମୁଁ ସବୁ ପ୍ରକାର ପରିବେଶରେ ଏବଂ ତୁମ ଅନ୍ତନଳୀ ଭିତରେ ରହେ। କିଏ ନା, ବ୍ୟାକ୍ଟେରିଆ। ବ୍ୟାକ୍ଟେରିଆ ଚାରିଆଡେ ରହିପାରିବ, ଆମ ଅନ୍ତନଳୀ ମଧ୍ୟରେ ମଧ୍ୟ ବ୍ୟାକ୍ଟେରିଆ ଅଛି। 2 କହିଲା, ମୁଁ ରୁଟି ଏବଂ ପିଠାକୁ ଫୁଲାଇ ଦିଏ ଓ ନରମ କରେ। ଏଟା ଅବଭିୟସଲି ଇଷ୍ଟ, ଏମାନେ ଜାଣିଛ। ତାପରେ 3 ଦେଖ କହିଲା, ମୁଁ ଡାଲି ଜାତୀୟ ଫସଲ ଚେରରେ ରୁହେ ଏବଂ ସେମାନଙ୍କର ବୃଦ୍ଧି ପାଇଁ ପୋଷକ ଯୋଗାଇଥାଏ। ତ ଏଟା ସେତେ ପୂର୍ବ କ୍ୱେଶ୍ଚନରେ ମଧ୍ୟ ଆମେ ପଢିଥିଲେ ଯେ ରାଇବୋଜିୟମ ଥାଏ। ଠିକ ଅଛି ପିଲାମାନେ, 6 ନମ୍ବରକୁ ଯିବା ପୂର୍ବରୁ ମୁଁ ତୁମକୁ ଗୋଟେ କଥା କହିବାକୁ ଚାହୁଁଛି। ଯଦି ତୁମ ଭିଡ଼ିଓରୁ କିଛି ନୂଆ ଶିଖିବାକୁ ପାଉଛ, ନିଶ୍ଚିତ ଭାବେ ଚ୍ୟାନେଲକୁ ସବସ୍କ୍ରାଇବ କର, ଭିଡ଼ିଓକୁ ଲାଇକ୍ କରି ସାଙ୍ଗମାନଙ୍କ ସହିତ ସେୟାର କର।
ଅଣୁଜୀବ ମାନଙ୍କର ବୃଦ୍ଧି ପାଇଁ ସର୍ବୋତ୍ତମ ତାପମାତ୍ରା, ବାୟୁ ଏବଂ ଆର୍ଦ୍ରତାର ଆବଶ୍ୟକ ବୋଲି ଜାଣିବା ପାଇଁ ଏକ ପରୀକ୍ଷା କର। ତ ପରୀକ୍ଷା କରିବା ପିଲାମାନେ ଦେଖ 3ଟି ପାଉଁରୁଟି ଖଣ୍ଡ ନେଇ ଏକ ପରୀକ୍ଷା କରାଯାଇ ପାରିବ। କ'ଣ ନା ଖଣ୍ଡ ଏ ଉଷୁମ ଓ ଓଦା, ଏହାକୁ ଓଦା କରି ବାହାରେ ଖୋଲା ସ୍ଥାନରେ ରଖନ୍ତୁ। ଖଣ୍ଡ ବି ଶୁଖିଲା, ଏହାକୁ ବାୟୁରୋଧକ ଯେଠିକି ବାୟୁ ମାନେ ଏୟାର ଟ୍ରାନ୍ସଫର ହେଇପାରୁନଥିବ ଇଜିଲି ବା ପୁରା ସିଲ୍ ଭାବରେ ରଖା ହେଇଥିବ, ସେଠାରେ ଆମେ ଖଣ୍ଡ ବି ପାଉଁରୁଟି ରଖିବା। ତ ବି ଖଣ୍ଡର ପାଉଁରୁଟି କେଉଁଠି ରଖିଲା ନା ଯୋଉଠି ବାୟୁ ଇଜିଲି ଟ୍ରାନ୍ସଫର ହେଇପାରୁନି। ଏବେ ଖଣ୍ଡ ସି କଥା ଦେଖିବା। ଖଣ୍ଡ ସି କୁ ଥଣ୍ଡା ଏରିଆରେ ରଖିବା। ଏହାକୁ ଓଦା କରି ରେଫ୍ରିଜରେଟର ଫ୍ରିଜ ଭିତରେ ରଖନ୍ତୁ। ପର୍ଯ୍ୟବେକ୍ଷଣ 3 ଦିନ ପରେ ଦେଖିବ ଖଣ୍ଡ ଏ ରେ ସବୁଠାରୁ ଅଧିକ କବକ ବା ଫିମ୍ପି ବା ଅଣୁଜୀବ ବୃଦ୍ଧି ହୋଇଛି। ସିଦ୍ଧାନ୍ତ ଆମେ କ'ଣ ପାଇଲେ ନା ଏଥିରୁ ପ୍ରମାଣିତ ହେଲା ଯେ ଅଣୁଜୀବ ମାନଙ୍କର ବୃଦ୍ଧି ପାଇଁ ଉପଯୁକ୍ତ ତାପମାତ୍ରା, ଆର୍ଦ୍ରତା ଏବଂ ବାୟୁ ନିହାତି ଆବଶ୍ୟକ। ଦେଖ ଆମେ ଖଣ୍ଡ ବି କ୍ଷେତ୍ରରେ ବାୟୁ ହିଁ ଦେଲେନି, ଖଣ୍ଡ ସି କ୍ଷେତ୍ରରେ ତାପମାତ୍ରା କମେଇ ଦେଲେ, କିନ୍ତୁ ଖଣ୍ଡ ଏ କ୍ଷେତ୍ରରେ ଦେଖ ତାପମାତ୍ରା ବି ପରଫେକ୍ଟ ରହିଲା, ଆର୍ଦ୍ରତା ଉଦା କରିଦେଲେ ଆମେ ଏବଂ ବାୟୁ ସଂସ୍ପର୍ଶରେ ଆସିଲା। ତ ଖଣ୍ଡ ଏ କ୍ଷେତ୍ରରେ ସବୁଠାରୁ ବେଶୀ ବୃଦ୍ଧି ହେଲା କ'ଣ ଫିମ୍ପିର। ଏବେ ଯିବା 7 ନମ୍ବରକୁ। 7 ନମ୍ବରରେ କହିଲା 2 ଖଣ୍ଡ ପାଉଁରୁଟି ନୁହଁ, ସେଥିରୁ ଖଣ୍ଡେ ହାତ ଧୁଆ ଜାଗା ମାନେ ବେସିନ୍ ପାଖରେ ରଖିବା, ପ୍ଲେଟ୍ ଉପରେ ରଖ ଏବଂ ଅନ୍ୟ ଖଣ୍ଡକୁ ଫ୍ରିଜ ଭିତରେ ରଖ। 3 ଦିନ ପରେ ତୁଳନା କର, ତୁମର ପର୍ଯ୍ୟବେକ୍ଷଣକୁ ଲେଖ, ତୁମର ପର୍ଯ୍ୟବେକ୍ଷଣର ବ୍ୟାଖ୍ୟା କର। ଠିକ ଅଛି, ଲେଖିବା। ଅବଜରଭେସନ ଆମେ କ'ଣ କଲେ ନା ହାତ ଧୁଆ ଜାଗା ସିଙ୍କ ବା ବେସିନ୍ ପାଖରେ ଥିବା ପାଉଁରୁଟିଟି ଫିମ୍ପି ବା କବକ ଦେଖିବାକୁ ମିଳୁଛି, କିନ୍ତୁ ଫ୍ରିଜ ଭିତରେ ଥିବା ପାଉଁରୁଟିରେ ତା ସତେଜ ରହିଲା। କାରଣ ଅଣୁଜୀବ ମାନଙ୍କ ବୃଦ୍ଧି ପାଇଁ ଉଷୁମ ଓ ଓଦାଳିଆ ବା ଆର୍ଦ୍ର ପରିବେଶ ଆବଶ୍ୟକ। ସିଙ୍କ ପାଖରେ ଏହି ସୁବିଧା ମିଳୁଥିବାରୁ ସେଠାରେ ଫିମ୍ପି ମାଡ଼ି ଯାଆନ୍ତି, କିନ୍ତୁ ଫ୍ରିଜରେ ଅତ୍ୟଧିକ ଥଣ୍ଡା ତାପମାତ୍ରା ଯୋଗୁଁ ଅଣୁଜୀବ ମାନେ ବୃଦ୍ଧି ପାଇପାରନ୍ତି ନାହିଁ। ଠିକ ଅଛି ପିଲାମାନେ, ବୁଝିଲ 7 ନମ୍ବରଟା। ଏବେ 8 ନମ୍ବରକୁ ଯିବା। 8 ନମ୍ବର କ'ଣ କହିଲା ନା ଦୀପକ ଲକ୍ଷ୍ୟ କଲା ଯେ ଯେତେବେଳେ ଦହି ଗୋଟିଏ ଦିନ ପାଇଁ ସେହିପରି ଭାବରେ ରଖି ଦିଆଯାଏ ତାହା ଅଧିକ ଖଟା ହୋଇଯାଏ। ଏହି ପର୍ଯ୍ୟବେକ୍ଷଣରେ 2ଟି ସମ୍ଭାବ୍ୟ ବ୍ୟାଖ୍ୟା କ'ଣ ହୋଇପାରେ ଲେଖ। ଦେଖ ଏଠି ପଏଣ୍ଟ ଦେଇକି ଭଲ ଭାବରେ ତମ ପାଇଁ ଲେଖା ହେଇଛି। ଅଣୁଜୀବ ମାନଙ୍କର ବଂଶ ବୃଦ୍ଧି। ଦହିରେ ଥିବା ଲାକ୍ଟୋବାସିଲସ୍ ନାମକ ବ୍ୟାକ୍ଟେରିଆ ବାହାରେ ରହିଲେ କ୍ରମାଗତ ଭାବରେ ନିଜର ବଂଶ ବୃଦ୍ଧି କରନ୍ତି। ଏହି ବ୍ୟାକ୍ଟେରିଆ ଗୁଡ଼ିକ କ୍ଷୀରରେ ଥିବା ଶର୍କରାକୁ ଲାକ୍ଟିକ୍ ଏସିଡରେ ପରିଣତ କରନ୍ତି। ଅଧିକ ସମୟ ବାହାରେ ରହିଲେ ଏସିଡର ପରିମାଣ ବଢ଼ିଯାଏ, ଯାହା ଦହିକୁ ଖଟା କରିଦିଏ। ଉଷୁମ ତାପମାତ୍ରାର ପ୍ରଭାବ। ବାହାରର ସାଧାରଣତଃ ତାପମାତ୍ରା ଫ୍ରିଜ ତୁଳନାରେ ଅଧିକ ଥାଏ। ଅଧିକ ମାନେ କ'ଣ? ଫ୍ରିଜ ସବୁବେଳେ ଥଣ୍ଡା ଥାଏ, ଫ୍ରିଜ ତୁଳନାରେ ବାହାର ତାପମାତ୍ରା ଅଧିକ ଥାଏ। ତ ଏହି ଉଷୁମ ପରିବେଶ ବ୍ୟାକ୍ଟେରିଆ ମାନଙ୍କର କାର୍ଯ୍ୟଦକ୍ଷତାକୁ ବଢ଼ାଇ ଦିଏ। ଏହା ଫଳରେ ଏସିଡ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ ଏବଂ ଦହି ଶୀଘ୍ର ଖଟା ହୋଇଯାଏ। ତୁମକୁ ଯଦି ଏହି ଉତ୍ତର ଗୋଟେ ବଡ଼ ଲାଗୁଛି, ତା ପାଇଁ ସଂକ୍ଷିପ୍ତ ଉତ୍ତର ବି ଲେଖିଦେଇଛି। ଦେଖ ଅଣୁଜୀବ ମାନଙ୍କର ବଂଶ ବୃଦ୍ଧି। ଦହିରେ ଥିବା ଲାକ୍ଟୋବାସିଲସ୍ ବ୍ୟାକ୍ଟେରିଆ ବାହାରେ ରହିଲେ ଶୀଘ୍ର ବଂଶ ବୃଦ୍ଧି କରନ୍ତି ଏବଂ ଅଧିକ ପରିମାଣରେ ଲାକ୍ଟିକ୍ ଏସିଡ ପ୍ରସ୍ତୁତ କରନ୍ତି, ଯାହା ଦହିକୁ ଖଟା କରିଦିଏ। 2 ଉଷୁମ ତାପମାତ୍ରା। ବାହାରର ଅଧିକ ତାପମାତ୍ରା ଯୋଗୁଁ ବ୍ୟାକ୍ଟେରିଆ ମାନେ ଅଧିକ ସକ୍ରିୟ ହୋଇଯାଆନ୍ତି, ଫଳରେ ଏସିଡ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ। ତ ତୁମକୁ ଯୋଉଟା ସୁବିଧା ଲାଗୁଛି ସେଟା ଲେଖିବ। ଏବେ 9 ନମ୍ବରକୁ ଯିବା। କହିଲା ଚିତ୍ର 2.15ରେ ଦିଆଯାଇଥିବା ଚିତ୍ରକୁ ଦେଖ ଏବଂ ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକ ଉତ୍ତର ଦିଅ। କହିଲା ଫ୍ଲାସ୍କ ଏ ରେ ଥିବା ଚିନି ଦ୍ରବ୍ୟରେ କ'ଣ ଦେଖୁଛ? ଦେଖ ଫ୍ଲାସ୍କ କ ରେ ଥିବା ଚିନି ଦ୍ରବଣରେ ଇଷ୍ଟ ମିଶା ଯାଇଥିବାରୁ ସେଥିରେ କିଣ୍ୱନ ବା ଫର୍ମେଣ୍ଟେସନ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଯୋଗୁଁ ଦ୍ରବଣରୁ ଗ୍ୟାସ୍ ବୁଦବୁଦ ବାହାରୁଥିବାର ଦେଖାଇବାକୁ ମିଳିବ ଏବଂ ଏଥିରୁ ଏକ ପ୍ରକାର ମଦ୍ୟସାର ବା ମଦ ଭଳିଆ ଆଲକୋହଲିକ ର ଗନ୍ଧ ଆସିବ। ଠିକ ଅଛି ପିଲାମାନେ, ତ 2 ନମ୍ବର କ୍ୱେଶ୍ଚନ କ'ଣ କହିଲା 2i ରେ ନା 4 ଘଣ୍ଟା ପରେ ତୁମ ପରୀକ୍ଷା ନଳୀ ଖ ରେ କ'ଣ ଦେଖୁଛ? ପରୀକ୍ଷା ନଳୀ ଖ ଆମର ଏଇଟା ରେ କ'ଣ ଦେଖୁଛ ଏବଂ ଏହା କାହିଁକି ଘଟିଲା ବୋଲି ତୁମେ ଭାବୁଛ? 4 ଘଣ୍ଟା ପରେ ପରୀକ୍ଷା ନଳୀ ଖ ରେ ଥିବା ସ୍ୱଚ୍ଛ ଚୂନ ପାଣି ଦୁଧିଆ ରଙ୍ଗ ହୋଇଯିବ, କାରଣ ଫ୍ଲାସ୍କ କ ରେ ଇଷ୍ଟ ଦ୍ୱାରା ଚିନିର
अपघटन घटी अंगारकाम्ल गैस उत्पन्न हुए। यही अंगारकाम्ल गैस नली दे परीक्षा नली ख को जाए एवं चून पानी सहित प्रतिक्रिया करी कैल्शियम कार्बोनेट गठन करे। यार समीकरण ऑलरेडी आमे तुमको ऊपर दे देइछि, तुम सेठी मध्ये कहितली सेले पढेला बेले। आ कोन लिखला ना एहा चून पानी को दुधिया कर दिए। ठीक अछि 2i सइला 3i। फ्लास्क को रे जदि ईस्ट मिश्रण करा न जाए तेबे कोन हेबो। जदि फ्लास्क को रे ईस्ट मिश्रण करा न जाए तेबे किणन प्रक्रिया हेबो नाही। फलस्वरूप अंगारकाम्ल गैस उत्पन्न हेबो नाही एवं परीक्षा नली ख रे थिबा चून पानी पूर्व परि स्वच्छ रहिबो। ठीक अछि पिला माने आमे 2 नंबर विषय सब क्वेश्चन आंसर आमे कंप्लीट कर देले। जदि वीडियो रो तुमे किछि नुवा सिकिछ निश्चित भाबरे चैनल को सब्सक्राइब करो, वीडियो को लाइक करी सांगा मानक सहित शेयर करो। नेक्स्ट वीडियो देखा हबो। जय जगन्नाथ, थैंक यू।